ଶ୍ରୀମଦ୍ ଭାଗବତ ଗୋପଲୀଳା ଏକାଦଶ ଅଧ୍ୟାୟ। ସୁକ ବଚନ ଶୁଣି ରାଏ, ପଡ଼ଇ ପୁନଃ ପୁନଃ ପାଇ, ମନ ଆନନ୍ଦେ ନୃପବର, ମୁନିଙ୍କି ବୋଲନ୍ତି ଉତ୍ତର। ପରୀକ୍ଷିତ ଉବାଚ। ଭୋ ମୁନି କୁବେର କୁମରେ, ବୃକ୍ଷ ହୋଇଲେ କୋପପୁରେ, କି ଦୋଷ କଲେ ନାରଦରେ, ସାପ ପାଇଲେ କି ପାପରେ, ଯାହାଙ୍କ ଦେହେ ନାହିଁ ରୋଷ, ବିଶେଷେ ଗୋବିନ୍ଦର ଦାସ, ପିତାର ଦିଗ ପାଳ ପଦ, ଅର୍ଜିଲେ ଅନେକ ସମ୍ପଦ, ଏଡ଼େ ଅନୀତି ଆଚରିଲେ, ନିର୍ଗୁଣ ମୁନିଙ୍କି ଚାଳିଲେ, ତେଣୁ ହୋଇଲେ ବୃକ୍ଷ ଦୁଇ, ଗୋପନଗରେ ବେନି ଭାଇ, ସେ କଥା କହ ମୁନିବର, ନିର୍ମଳ ହେଉ ମୋ ଶରୀର, ମୁନି ବୋଲନ୍ତି ତାହା ଶୁଣି, କୃଷ୍ଣ ଚରିତ ମନେ ଗୁଣି। ଶୁକ ଉବାଚ। ନଳକୂବର ମଣିଗ୍ରୀବ, ତପେ ତୋଷିଲେ ସଦାଶିବ, ପ୍ରସନ୍ନ ହୋଇ ଉମାକାନ୍ତ, ବର ଯାଚିଲେ ବିଶ୍ୱନାଥ, ଶୁଣି ସାନନ୍ଦ ବେନି ଭାଇ, କହନ୍ତି ଶିରେ କର ଦେଇ, ଆନ ସମ୍ପଦେ କାର୍ଯ୍ୟ ନାହିଁ, ଗୋଡ଼ି ମାତ୍ର ଲକ୍ଷ୍ୟ ଗୋସାଇଁ, ସତେକ ଯକ୍ଷ ଅପସରି, ଆମ୍ଭେ ରମିବୁ ବନେ ହେରି, ଅସ୍ତୁ ବୋଇଲେ ଶୂଳ ପାଣି, ଦଇବ ମିଳାଇଲା ଆଣି, କନ୍ୟା ସಮೇତେ ବେନି ଭାଇ, ମିଳିଲେ ଗଙ୍ଗା ତୀରେ ଯାଇ, ବାରୁଣୀ ମଦ୍ୟ କଲେ ପାନ, ଭୋଳେ ହୋଇଲେ ହତଜ୍ଞାନ, ଦଇ ବେନିଦା ଘର କାଳ, ଡେଇଁ ପଶିଲେ ଗଙ୍ଗା ଜଳ, ବସ୍ତ୍ର ପାଲଟି ବୃକ୍ଷ ତଳେ, କନ୍ୟାଏ ପଶି ଗଲେ ଜଳେ, କରନ୍ତି ନାନା ରଙ୍ଗେ କେଳି, ହାସ ପରିହାସ ଢମାଳି, ଏମନ୍ତ ସମୟେ ନାରଦ, ଯାନ୍ତେ କରନ୍ତି ବୀଣା ବାଦ୍ୟ, ଆଶ୍ରମ ନାମେ ବଦରିକା, ତହିଁକି ଯାଉଛନ୍ତି ଏକା, ହରି ଭକତି ହୃଦେ ଧ୍ୟାଇ, ନାଚନ୍ତି ବୀଣା ବାଦ୍ୟ ବାଇ, କନ୍ୟାଏ ନାରଦଙ୍କୁ ଦେଖି, ତକ୍ଷଣେ କ୍ରୀଡ଼ାନ୍ତ ଉପେକ୍ଷି, ଜଳୁ ଉତୁରି ଯେଝା ମତେ, ବସ୍ତ୍ର ସେ ପିନ୍ଧିଲେ ତୁରିତେ, ଭୟେ କମ୍ପନ୍ତି ଥରହର, ନପୁଣ କୋପେ ମୁନିବର, ଲୁଚିଲେ ବୃକ୍ଷଙ୍କର ପଛେ, ନାରଦ ଦେଖନ୍ତି ପ୍ରତ୍ୟକ୍ଷେ, ଜଳେ କ୍ରୀଡ଼ନ୍ତି ବେନି ଭାଇ, ଦେଖିଲେ କନ୍ୟା ମାନ ନାହିଁ, ଭୋଳେ ଚାହାନ୍ତି ଦଶ ଦିଗେ, ବସ୍ତ୍ର ହିଁ ନାହିଁ କଟି ଭାଗେ, ମଦେ ଅରୁଣ ବେନି ଆଖି, ମୁନିଙ୍କି ଚାହାନ୍ତି ନିରେଖି, ଦେଖି ନାରଦ ମୁନିବର, ବୀଣା ଶବଦ କଲେ ସ୍ଥିର, କୂଳେ ରହିଲେ ଆଡ଼ ହୋଇ, ଦୟାରେ ବିଚାରନ୍ତି ଚାହିଁ, ଏବେନି କୁବେର ନନ୍ଦନ, ମଦେ ହୋଇଲେ ହତଜ୍ଞାନ, ଦଇବ କଲା ୟାଙ୍କୁ ନାଶ, ତେଣୁ ହୋଇଲା ବୁଦ୍ଧି ଭ୍ରଂଶ, ସ୍ୱଭାବେ ରଜ ଗୁଣ ଛନ୍ଦେ, ଅଜ୍ଞାନ ହେଲେ ମୋହ ବନ୍ଦେ, କେ ଏହା ପାରେ ଆନ କରି, ଯାବତ ଥାଇ ଦେହ ଧରି, ବହୁତ ଥାଇ ଯାର ଧନ, ବନ୍ଧୁରେ ସେହି ଶ୍ରେଷ୍ଠ ଜନ, ପରର ମଣି ଯେହୁ ହରେ, ଯେ ପ୍ରାଣୀ ମଧ୍ୟ ପାନ କରେ, ଜୁଆ ଖେଳନ୍ତି ଭୋଳ ହୋଇ, ଚୋରି କରନ୍ତି ଲୋଭ ବହି, ଐଶ୍ୱର୍ଯ୍ୟ ମଦର ଲକ୍ଷଣ, ତ୍ରିବିଧ ଅଟେ ଏହା ଜାଣ, ବହୁ ସ୍ତ୍ରୀ ସଙ୍ଗ ସୁରାପାନ, ଦ୍ୟୁତ କ୍ରୀଡ଼ାରେ ରସେ ମନ, ଧିକ ଏ ଐଶ୍ୱର୍ଯ୍ୟ ଜାଣ, ପରରେ ଦିଅନ୍ତି କଷଣ, ଏକ ଆରକେ ହିଂସା ବହି, ନରକେ ପଡ଼ୁଥାନ୍ତି ଯାହି, ନଶ୍ୱର ଦେହକୁ ଅଜର, ଅମର ପରା କରି ସ୍ଥିର,
ଜୀବ ହିଂସନ୍ତି ଆନନ୍ଦରେ ସଚନା ନଥାଇ ମନରେ ମାଂସ ଭକ୍ଷଣେ ପଶୁ ମାରେ ଯେ ଦୟା ଧର୍ମ ନ ବିଚାରେ ଦେହକୁ ବୋଲନ୍ତି ମୋହର ପାପକୁ ନାହିଁ ଯାର ଡର ଅଜ୍ଞାନ ମୋହେ ହନ୍ତି ମତ ନରକେ ପଡ଼ନ୍ତି ତୁରିତ ଦେହରୁ ପ୍ରାଣ ଗଲେ ଛାଡ଼ି ରହଇ ମୃତ ପିଣ୍ଡ ପଡ଼ି ଭୂଦେବ ନର ଦେବ ହେଲେ ଅନ୍ତେ ଏ ନାଶ ଲଭେ ଲଭେ ଏ ଦେହୁ ଜୀବ ଯିବା କାଳେ ପଶଇ ଭସ୍ମ କୀଟ ମେଳେ ଏ ଦେହ ପାଇଁ ମାରେ ଜନ୍ତୁ ଅଜ୍ଞାନ ନର କର ହେତୁ ଜ୍ଞାନ ହୁଅଇ ଏତେ ଭ୍ରମ ଜନ୍ମ ମରଣେ ପଥ ଶ୍ରମ ଏ ଦେହ କହିବା କାହାର ମାତା ପିତା ବା ବନ୍ଧୁଙ୍କର କି ଅନ୍ନଦାତା କି ରାଜାର କି ଅଗ୍ନିଶ୍ୱାନ ଶୃଗାଳର କି ଅବା ନିଜର ଏ ଦେହ କେ ଏହା କରିବ ନିର୍ଣ୍ଣୟ ଅଥବା ବଳ ଅଛି ଯାର ତାହାର ଏଥେ ଅଧିକାର ଅବ୍ୟକ୍ତ ତହୁଁ ଜାତ ହୋଇ ପୁଣି ସେ ତହିଁରେ ମିଶଇ ଏ ଦେହ ପାଇଁ ଜନ୍ତୁ ମାରେ ମୂଢ଼ ନ ହେଲେ କେବା କରେ ସମ୍ପଦ ମଦେ ଯେଉଁ ଅନ୍ଧ ସମ୍ପଦ ନାଶ ତା ଔଷଧ ଦରିଦ୍ରପଣେ ଦୁଃଖ ପାଇ ଆତ୍ମାକୁ ଜଗତେ ଦେଖଇ କଣ୍ଟା ନ ବହେ ଯାଚରଣ ସେ କି ଜାଣଇ ସେ କଷଣ ସୁଖୀ ନ ଜାଣେ ପର ବ୍ୟଥା ଜୀବ ମାରଣେ ସାମରଥା ଯାହାର ଦେହେ କ୍ଷତ ହୋଇ ସେ ଜାଣେ ସୁଖ ଦୁଃଖ ଦୁଇ ଦରିଦ୍ର ଜନ କ୍ଲେଶ ପାଇ ଇନ୍ଦ୍ରିୟ ଭୋଗେ ନରସଇ କ୍ଷୁଧାରେ ଶୁଷ୍କ ଯାଚରୀର ସେ କାହୁଁ ହିଂସିବ ଅପର ଏଣୁ ଦୁଃଖୀର ଦୁଃଖୀପଣ ପରମ ତପସ୍ୟା ସମାନ ହରି ଭକତ ସାଧୁଜନ ସଂଘଲ ଭଇ ଅକିଞ୍ଚନ ସମମଣଇ ଦୁଃଖ ସୁଖେ ତାହାକୁ ନାରାୟଣ ରଖେ ଏତେ ବିଚାରି ମୁନିବର ଚଞ୍ଚଳ ଚିତ୍ତ କଲେ ସ୍ଥିର ବୋଲନ୍ତି ଦୟା ଭାବ ଚିତ୍ତେ ନାଶ ଏ ଯିବେ ଏହି ମତେ ଦଇବେ ଗର୍ବ ଏହାଙ୍କର ଅଜ୍ଞାନ ସଂସାର ବ୍ୟବହାର ମାଗିଲେ ସତେ କନ୍ୟାରତି ଏ ମୁଢ଼େ କିଛି ନ ଜାଣନ୍ତି ଭଳ ହୋଇଲେ ମଧ୍ୟ ଖାଇ ଏବେ ତରିବେ ବେନି ଭାଇ ଦେହକୁ ନ ଜାଣନ୍ତି ଭୋଳେ ବୃକ୍ଷ ହୋଇବେ ଏକ ତୁଲେ କୋପେ ବୋଲନ୍ତି ମୁନିବର ଶୁଣ ହେ କୁବେର କୁମର ଅର୍ଜୁନ ବୃକ୍ଷ ରୂପ ହୋଇ କାଳ ବଞ୍ଚିବ ଭେନି ଭାଇ ମତେ ଯେ ନ ଚିହ୍ନିଲ ବ୍ରହ୍ମ ତେଣୁ ହୋଇବ ଉଚ୍ଚ ଦ୍ରୁମ ଏତେ ବୋଲିଣ ମୁନି ଗଲେ କନ୍ୟାଏ ତାହାଙ୍କୁ କହିଲେ ସାପ ବିହିଲେ ମହାରୁଷି ବୋଇଲେ ସ୍ଥାବର ହୁଅସି ଶୁଣି କମ୍ପିଲେ ଭାଇ ବେନି ଯାଇ ଭେଟିଲେ ବ୍ରହ୍ମମୁନି ପାଦେ ପଡ଼ିଣ ମାଗି ଗତି ବୋଇଲେ ଶୁଣ ବ୍ରହ୍ମଜ୍ୟୋତି ଆମ୍ଭର ମତି ଭୋଳପଣେ ଗର୍ବ ବହିଲୁ ଅକାରଣେ ଅମୋଘ ବଚନ ଏ ତୋର ବିଅର୍ଥ ନୋହେ ମୁନିବର ଉତ୍ତମ କୂଳେ ହୋଇ ଜନ୍ମ କଲୁ ଯେ ପାପ ନୀତିମାନ ଏମନ୍ତେ କାନ୍ଦି ଉଚ୍ଚ ସ୍ୱରେ ବୋଲନ୍ତି କୁବେର କୁମରେ ବିକଳ ଦେଖି ବ୍ରହ୍ମ ଋଷି ବୋଇଲେ ବଚନ ଆଶ୍ୱାସୀ ଆମ୍ଭ ବଚନ ମିଥ୍ୟା ନୋହି ବୃକ୍ଷ ହୋଇବ ବେନି ଭାଇ ନନ୍ଦବର ଯେ ଦେହ ଧରି ବୃକ୍ଷ ହୋଇବ ମର୍ତ୍ତପୁରୀ ଅଷ୍ଟାବିଂଶତି ଦ୍ୱାପରେଣ ଜନ୍ମ ଲଢ଼ିବେ ନାରାୟଣ ବିଷ୍ଣୁର ଦିବ୍ୟ ରୂପ ଚାହିଁ ସ୍ୱର୍ଗେ ଆସିବ ବେନି ଭାଇ ଯହୁଁ କରୁଣା ଶୂଳ ପାଣି ସତେକ କନ୍ୟା ଦେଲେ ଆଣି
ତୁମ୍ବର ସାପ ମୋକ୍ଷ ଯାଏ ଏମାନେ ଥିବେ ସେହି ଠାଏ ଈଶ୍ୱର ବର ନହେ ଆନ ଆସି ରମିବ କନ୍ୟାମାନ ଅର୍ଜୁନ ବୃକ୍ଷ ରୂପ ହୋଇ ଗୋପେ ଜନମ ବେନି ଭାଇ ସତେ ବରଷ ଦେବ ମତେ କୃଷ୍ଣଙ୍କୁ ଭେଟ ସାପ ଅନ୍ତେ ଭକତି ହେଉ କୃଷ୍ଣ ପାଦେ ସାପୁ ତରିବ ଅପ୍ରମାଦେ ମୁନି ସାପରେ ବେନି ଭାଇ ବୃକ୍ଷ ହୋଇଲେ ଗୋପେ ଯାଇ ଶୁଣ ପାଣ୍ଡବ ଚୂଡ଼ାମଣି ରୋଳ ଟାଣିଲେ ଚକ୍ର ପାଣି ବୃକ୍ଷରେ ଦେଇବେନି ହସ୍ତ ମନେ ଚିନ୍ତନ୍ତି ଗୋପୀନାଥ ନାରଦ ବଚନ ମୋହର ପାଳିବା ଉଚିତ ବ୍ୟବହାର ଦାସ ବତ୍ସଳ ବ୍ରହ୍ମରାଶି ବୃକ୍ଷଙ୍କ ମଧ୍ୟରେ ଗଲେ ପଶି ରୋଳ ରାଗନ୍ତେ ବେନି ବୃକ୍ଷେ ଗୋବିନ୍ଦ ଟାଣିଲେ ପ୍ରତ୍ୟକ୍ଷେ ଉପୁଡ଼ି ଗଲା ବେନି ମୂଳ ପଡ଼ି କମ୍ପିଲେ ପତ୍ର ଢାଳ ଶବଦ ମେଘ ଘଡ଼ଘଡ଼ି ପଡ଼ିଲେ କୃଷ୍ଣ ଦେହ ଛାଡ଼ି ଦେହ ଲାଗନ୍ତେ ଭାବଗ୍ରାହୀ ବାହାର ହେଲେ ବେନି ଭାଇ ଅନଳ ପ୍ରାୟ ତେଜ ରାଶି ଗଞ୍ଜନ୍ତି ଦିବା କର ଶଶୀ କୃଷ୍ଣଙ୍କୁ ଦେଖି ବେନି ଭାଇ ଚରଣେ ଶିର ଦେଲେ ନେଇ ଚିତ୍ତ ନିବେଶୀ ପଦ୍ମ ପାଦେ ବୋଲନ୍ତି ଶୋକ ଗଦ ଗଦେ କୃଷ୍ଣ ପରମାନନ୍ଦ ହରି ପରମ ପୁରୁଷ ମୁରାରୀ ଲୀଳାଏ କରି ବିଶ୍ୱମାୟା ଭକ୍ତ ଜନରେ କରୁ ଦୟା ତୋହର ରୂପ ଗୁଣ ଯେତେ ବିପ୍ରେ ଜାଣନ୍ତି ବେଦ ମତେ ପୃଥିବୀ ଆଦି ପଞ୍ଚଭୂତ ମନ ଇନ୍ଦ୍ରିୟ ଆତ୍ମତତ୍ତ୍ୱ କାଳ ସ୍ୱଭାବେ ଜନ୍ମ ମୃତ୍ୟୁ ଜୀବ ପରମ ଆତ୍ମା ହେତୁ ଭକତ ଜଣ ନିସ୍ତାରଣେ ଶରୀର ବହୁତୁ କାରଣେ ତୋ ନାମ ପରମ ମଙ୍ଗଳ ତ୍ରାହି କରିବା ଆଦି ମୂଳ ଅଷ୍ଟାଙ୍ଗ ଯୋଗ ଧ୍ୟାନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ନାରଦ ଭେଟିବାର ଫଳେ ତତେ ଦେଖିଲୁ ଚର୍ମ ଡୋଳେ ଚକ୍ଷୁ ଶ୍ରବଣ ବୁଦ୍ଧି ଶିର ମନ ବଚନ ବେନି କର ତୋହର ପାଦେ ନିତ୍ୟ ଥାଉ ତୋ ନାମ ଧରି ଦିନ ଯାଉ ଅନେକ ଜନ୍ମେ ତପ କରି ତୋତେ ଭେଟିଲୁ ନରହରି ତୋର ସେବକ ମିତ୍ର ପଣେ ଖଟିବୁ ତୋହର ଚରଣେ ହେମନ୍ତେ ବେନି କର ଯୋଡ଼ି ଆଜ୍ଞା ମାଗିଲେ ପାଏ ପଡ଼ି ହସି ବୋଲନ୍ତି ଭାବଗ୍ରାହୀ ସାଧୁଙ୍କ ସଙ୍ଗ ଫଳ ଏହି ନାରଦ ଭେଟିବାର ଫଳୁ ହେଲେ ତରିଳ ଭବ ଜଳୁ ମୋହର ପାଦେ ଯାର ମନ ମୋ ନାମ କରନ୍ତି କୀର୍ତ୍ତନ ଉପରେ କରନ୍ତି ଦୟା ଚିତ୍ତ ମାୟାରେ ନୁହନ୍ତି ମୋହିତ ଏହାଙ୍କ ଦର୍ଶନ ପାଇ ପାପ ତାହାଙ୍କୁ ନ ଲାଗଇ ଶୁଣ ହେ କୁବେର କୁମରେ ନିଶ୍ଚିନ୍ତେ ଯାଅ ନିଜ ପୁରୀ ଭକତି କରି ମୋର ପାଦେ ମୋତେ ପାଇବ ଅପ୍ରମାଦେ କୃଷ୍ଣ ବଚନ ଶିରେ ଧରି ଉତ୍ତର ପଥେ ଗଲେ ଚଳି ଭକ୍ତ ବତ୍ସଳ ପିତବାସ କ୍ଷମା କରିବେ ମୋର ଦୋଷ ସେ ହରି ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ इति श्रीमद्भागवते महापुराणे पारमहंस संहितायां दशमस्कन्धे पूर्वार्धे नन्दवसुदेवसंगम नाम एकादशोऽध्याय। बंधुगण आशा करी भिडियोटी आपण मानकु भल लागिथिबो। भल लागिथिले भिडियोटी को लाइक शेयर एवं चैनल टी को सब्सक्राइब करि नियंतु। जय जगन्नाथ।